हेलो पिला माने आशा करी आपण माने समस्ते बहुत ही भलरे थिबे। तो आज गोटे बहुत ही इम्पोर्टेंट एंड ट्रेंडिंग टॉपिक ऊपर आमे कथा हवा। आपण माने फर्स्ट ईयर स्टूडेंट हुंतु किंबा सेकंड ईयर स्टूडेंट हुंतु, आपण मानक पई एई इन्फॉर्मेशनटा जानिबा बहुत जरूरी। एंड जदि आपण माने पास भी करि जाइछन्ती सर्टिफिकेट पाई जाइथिबे तो आपण मानक पई तो आहुरी जरूरी एटा। कोन पई ना वर्तमान आपणकर गोटे डाउट पिला मानकर कि सर आंध्र केसरी यूनिवर्सिटी जोटा रहुची ସେଥିରେ କିଛିଟା ପ୍ରୋବ୍ଲେମ୍ସ ଆପଣଙ୍କର ଦେଖାଯାଉଛି। ଯେମିତିକା ଆମେ କହିପାରିବା ତାଙ୍କର ଯେଉଁ ସାର୍ଟିଫିକେଟ୍ ମିଳୁଛି ସେ ସାର୍ଟିଫିକେଟ୍ରେ କିଛିଟା ତ୍ରୁଟି ରହୁଛି। ଠିକ୍ ଅଛି। ଏଣ୍ଡ ଆହୁରି ମଧ୍ୟ ଗୋଟେ କଥା ମୁଁ ଆପଣମାନଙ୍କୁ ଆନ୍ଧ୍ର କେଶରୀ ୟୁନିଭର୍ସିଟି ରିଗାର୍ଡ଼ିଂ କହିବି ଯେ ଆପଣଙ୍କର ଯେଉଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟିର ନେମ୍ ହିଁ ଟୋଟାଲି ଶୋ କରୁନି। ତ ଏଇଟା ଗୋଟେ ବିଗ୍ ପ୍ରୋବ୍ଲେମ୍ ପିଲାମାନେ ଆପଣମାନେ ଫେସ୍ କରିବା ପାଇଁ ଯାଉଛନ୍ତି। ତ ଆର ସଲ୍ୟୁସନ୍ ମଧ୍ୟ କ'ଣ କରାଯାଇପାରିବ ତାକୁ ମଧ୍ୟ ମୁଁ ଆପଣଙ୍କୁ ଭିଡ଼ିଓରେ କହିବି। ତ ଭିଡ଼ିଓଟିକୁ ଦୟା କରିକି ପିଲାମାନେ ସ୍କିପ୍ କରିବେନି, ଲାଷ୍ଟ ଯାଏଁ ଦେଖିବେ। କିଛି ମାତ୍ର ସମୟର ये ଭିଡ଼ିଓ ହୁଏ ତ ଆପଣଙ୍କର ଯେଉଁ ମାନେ ଫ୍ୟୁଚରକୁ ଆପଣଙ୍କର ଚେଞ୍ଜ କରିଦେଇପାରେ। ଆପଣମାନେ ବର୍ତ୍ତମାନ ଏତେ ପଇସା ଖର୍ଚ୍ଚ କରିକି ଯେହେତୁ ଗୋଟେ ବିଏଡ଼୍ କୋର୍ସଟେ କରୁଛନ୍ତି ବା କରିଛନ୍ତି, ତାକୁ ଆପଣମାନେ ବ୍ୟର୍ଥ ଯିବା ପାଇଁ ଦେବେନି ପିଲାମାନେ। ତେଣୁ ସମସ୍ତଙ୍କୁ ମିଶିକି ପିଲାମାନେ ଲଢ଼ିବା ପାଇଁ ପଡ଼ିବ ଯେ ଯେଉଁ ପ୍ରୋବ୍ଲେମଟି ବର୍ତ୍ତମାନ ଦେଖାଦେଉଛି ତାକୁ କେମିତି ଆମେମାନେ ଠିକ୍ କରିପାରିବା ତାହା ମଧ୍ୟ ଦେଖିବା। ତ ପ୍ରଥମେ ମୁଁ ଆପଣମାନଙ୍କୁ କହି ରଖେ, ଜାଣିଥିବେ ଆପଣମାନେ ଯେଉଁ ଆନ୍ଧ୍ର କେଶରୀ ୟୁନିଭର୍ସିଟି ଆପଣଙ୍କର ମାନେ ଏଇ ଯେଉଁ ରିସେଣ୍ଟ ଇୟର୍ରେ ଆପଣଙ୍କର 2000 ଯେଉଁ ଆପଣଙ୍କର ରହିଲେ 23 ଆଉ 25 ବ୍ୟାଚ୍, ଠିକ୍ ଅଛି। 2023 ଆଉ 25 ବ୍ୟାଚ୍ এইটা ହେଉଛି ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟିର ଫର୍ଷ୍ଟ ବ୍ୟାଚ୍। ଆପଣମାନେ ଜାଣିଛନ୍ତି ଏଇଟା ଫର୍ଷ୍ଟ ବ୍ୟାଚ୍ ମାନେ ଫର୍ଷ୍ଟ ଆପଣଙ୍କର ପାସ୍ ଆଉଟ୍ ହେଲେ ଏଇ ଇୟର୍ରେ ପିଲାମାନେ ଯେଉଁମାନେ କି ରିସେଣ୍ଟଲି ସାର୍ଟିଫିକେଟ୍ ମଧ୍ୟ ପାଇଛନ୍ତି। ତ ଯେହେତୁ ପ୍ରଥମେ ଫର୍ଷ୍ଟ ଟାଇମ୍ ପାଇଁ ଆପଣଙ୍କର ପିଲାମାନେ ସାର୍ଟିଫିକେଟ୍ ପାଇଲେ ତ ଗୋଟେ ଇସ୍ୟୁ ବର୍ତ୍ତମାନ ଆପଣଙ୍କ ପାଇଁ ଦେଖା ଦେଇଛି, ମେନଲି ପିଲାମାନଙ୍କ ପାଇଁ। କ'ଣ ଇସ୍ୟୁ? ପ୍ରଥମେ ତ ଆମେମାନେ ସମସ୍ତେ ଭାବୁଥିଲୁ କି ନା ସବୁ ଠିକ୍ ଅଛି, କାରଣ ଯେହେତୁ ଆନ୍ଧ୍ର କେଶରୀ ୟୁନିଭର୍ସିଟି ଆପଣଙ୍କର ଏଏନ୍ୟୁର ଗୋଟେ ପାର୍ଟ ଥିଲା, ତାଠୁ ସ୍ପ୍ଲିଟ୍ ହେଇଛି ପିଲାମାନେ। ତ ଆମେମାନେ କେବେ ଏକ୍ସେପ୍ଟ କରୁନଥିଲୁ କି ଏମିତିଆ କିଛି ପ୍ରୋବ୍ଲେମ୍ ଦେଖାଦେବ, ବଟ୍ ଅନଫର୍ଚୁନେଟଲି ଦେଇଛି। ଆଣ୍ଡ ପିଲାମାନଙ୍କର ରିକ୍ୱେଷ୍ଟ ଅନୁସାରେ ମୁଁ ସେ ଟପିକ୍ଟି ଆପଣମାନଙ୍କ ଆଗକୁ ନେଇକି ଆସିଛି। ଆପଣମାନେ ଟିକେ ବୁଝିବା ପାଇଁ ଟ୍ରାଏ କରିବେ। ଗୋଟେ ପିଲାଟେ ଯଦି ବେସିକ୍ରୁ ବି କିଛି ବୁଝିନି ନା ପିଲାମାନେ, ଆପଣମାନେ କ'ଣ ସାର୍ଟିଫିକେଟ୍ କ'ଣ କଥା କିଛି ଜାଣିନଥିବେ। ବଟ୍ ମୁଁ ଟ୍ରାଏ କରିବି କି ଯେ ଆପଣମାନେ ଗୋଟେ ବେସିକ୍ ପିଲା ଫାଷ୍ଟ ଆଡ଼ମିସନ୍ କରୁଛନ୍ତି, କିଛି ଆପଣଙ୍କୁ ଜଣା ନାହିଁ, ଆପଣଙ୍କୁ ପୁରା ବେସିକ୍ରୁ ବୁଝେଇବା ପାଇଁ ଚେଷ୍ଟା କରିବି। ଦେଖନ୍ତୁ, ପ୍ରଥମତଃ ଆପଣମାନେ ଯେତେବେଳେ ଫର୍ଷ୍ଟ ସେମିଷ୍ଟାରରୁ ଫୋର୍ଥ ସେମିଷ୍ଟାର ପର୍ଯ୍ୟନ୍ତ ଆପଣମାନେ ଏକ୍ଜାମ୍ ଦେଇଦେଲେ, ପାସ୍ ହେଇଗଲେ, ସବୁଥିରେ ଆପଣଙ୍କର ମାନେ ପାସ୍ ହେଇଗଲେ ଆପଣମାନେ। ତାପରେ ଯେତେବେଳେ ଆପଣଙ୍କର ରେଜଲ୍ଟ ଆସିସାରିଲା ପରେ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ? ନିଜ ଏଜେଣ୍ଟ କିମ୍ବା ଆପଣଙ୍କର କଲେଜ ପାଖରୁ ଆପଣଙ୍କୁ କିଛିଟା ସାର୍ଟିଫିକେଟ୍ କଲେକ୍ଟ କରିବା ପାଇଁ ପଡ଼ିବ। ଏତିକି ଆପଣମାନେ ଜାଣିଛନ୍ତି, ନୁହେଁ କି? ବେସିକାଲି ମୁଁ ଆନ୍ଧ୍ର କେଶରୀ ୟୁନିଭର୍ସିଟିର ପିଲାମାନଙ୍କ କଥା କହୁଛି। ଯେହେତୁ ଫାର୍ଷ୍ଟ ଟାଇମ୍ ଆପଣମାନେ ଏତିକି ଜିନିଷ ଜାଣନ୍ତୁ ଯେ କ'ଣ କ'ଣ ଆପଣମାନଙ୍କୁ କଲେଜ ବା ୟୁନିଭର୍ସିଟି ତରଫରୁ ଆପଣଙ୍କୁ କଲେକ୍ଟ କରିବାର ଅଛି। ପ୍ରଥମେ ତ ଆପଣଙ୍କୁ ଗୋଟେ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ଟେ ଆପଣଙ୍କୁ ଦିଆଯିବ କଲେଜ ବା ୟୁନିଭର୍ସିଟି ତରଫରୁ, ବୁଝିଗଲା? ଏଇଟା ହେଉଛି ମ୍ୟାଣ୍ଡେଟୋରି। ଦେନ୍ ନେକ୍ସଟ ଆପଣଙ୍କର ଯେଉଁ ଚାରିଟା ଯାକ ଆପଣମାନେ ସେମିଷ୍ଟାର ଦେଇଛନ୍ତି ନା, ଚାରିଟା ଯାକ ସେମିଷ୍ଟାରର ଆପଣମାନଙ୍କୁ ଯେଉଁ ଆପଣଙ୍କର ମାର୍କସିଟ୍ ପିଲାମାନେ ସବୁଥିରେ ମନେ ରଖିଥିବେ। ଆଉ ଥରେ କହୁଛି, ଚାରିଟା ଯାକ ମାର୍କସିଟ୍ରେ ଆପଣଙ୍କର ବାରକୋଡ୍ ଥିବା ଦରକାର, ୱିଥ୍ ତା ସହିତ ଯେଉଁ ଏପାର ଆଇ ଡ଼ି ବର୍ତ୍ତମାନ ରହୁଛି ସେ ଏପାର ଆଇ ଡ଼ି ଆପଣଙ୍କର କନେକ୍ଟେଡ଼ ଥିବା ଦରକାର। ତ ଏଇ ଜିନିଷ ଆପଣମାନେ ଚେକ୍ କରିକି ହିଁ ଆଣିବେ, ନହେଲେ ପିଲାମାନେ ମ୍ୟାକ୍ସିମମ୍ ପିଲାମାନଙ୍କର ସେଇଟା ଭୁଲ ହେଇଯାଏ। ବେଳେବେଳେ କିଛିଟା ପ୍ରିଣ୍ଟିଂ ମିଷ୍ଟେକ୍ ଯୋଗୁଁ ହେଉ କି ଅଦର କିଛି ରିଜନ୍ ପାଇଁ ପିଲାମାନେ ହଇରାଣ ହୁଅନ୍ତି। ତେଣୁ ପ୍ରଥମରୁ ହିଁ ଆପଣଙ୍କୁ ଯେତେବେଳେ ସାର୍ଟିଫିକେଟ୍ ଦେବେ ଆପଣମାନେ ନିଜ ଏଜେଣ୍ଟଙ୍କ ପାଖରେ ଯାଇକି କମ୍ପ୍ଲେନ୍ କରିବେ କିମ୍ବା କଲେଜ ପାଖରେ ଯାଇକି ଆପଣମାନେ କହିବେ। ସେକେଣ୍ଡ ଥିଙ୍ଗ, ଆପଣଙ୍କର ଯେଉଁ ଟିସି ବା ସିଏଲ୍ସି ରହୁଛି ବା କଲେଜ ଲିଭିଂ ସାର୍ଟିଫିକେଟ୍ ଯେଉଁଟା ରହୁଛି, ବା ବର୍ତ୍ତମାନ ତ ଆପଣଙ୍କର କଣ୍ଡକ୍ଟ ସାର୍ଟିଫିକେଟ୍ ବି ମିଶେଇକି ଦେଇ ଦେଉଛନ୍ତି। ତ ଏଇ ଜିନିଷଟା ଆପଣଙ୍କର ବେସିକାଲି ଆପଣଙ୍କର କଲେଜ ହିଁ ଆପଣମାନଙ୍କୁ ପ୍ରୋଭାଇଡ଼ କରିଥାଏ। এই তিনটা সার্টিফিকেট আপনার দেখিদেলে। আউ কোণ কোণ ইম্পর্টাট সার্টিফিকেট রয়েছে টিকে দেখা। দেখুন, আউ তিনটা সার্টিফিকেট আপনার জাঁথিবে যে এনসিটি আপনার এফিলিয়েটেড সরি এনসিটি আপনার এপ্রুভাল অছি না নাই, আপনার যে ইয়র 2000 আপনার যে ইয়র বি আপনার মনে কর 23-24, তো 23-24 আপনার অছি না নাই, বুঝিপারে? তো আপনার সেইটা কিଏ দেবে না আপনার কলেজ প্রোভাইড করব। যে কলেজে আপনার বিএড করছেন সি আপনার প্রোভাইড করব। এফিলিয়েসন আপনার কেউ কলেজ সহিত অছি, মানে আপনার यूनिवर्सिटी सहित एफिलिएशन अच्छी कि नहीं आपंकर कलेज, सेटा आपको कलेज प्रोवाइड कर। एंड इक्विवेलेंसी आपने जेहेतु ओडिशा स्टूडेंट जे कि बाहर करुँच, तो आपंकर इक्विवेलेंसी उत्कल यूनिवर्सिटी सहित अच्छी ना नहीं से आपको सर्टिफिकेट दब। ठीक अच्छे, बर्तमान जाए आम किसी प्रोब्लेम ना, बट प्रोब्लेम कौटी आसूँ। हाँ, आउ गोटे जिन आपने बाहर कौ जगह आपने पढ़े जाकि जेहेतु, तो
तो आपको माइग्रेशन सर्टिफिकेट दरकार हम जेहेतु अदर आपंकर बोर्ड रोचे अदर स्टेट रोचे तो माइग्रेशन सर्टिफिकेट मैंडेटरी एति जाए तो पिला ठीक अच्छे बर्तमान कथा कौटी पिला हूँ आपणकर ये दुईटा सर्टिफिकेट देखूँ भल से पिला बुझापी ट्राए करेंगे एति बुझीगले देन आपंकर आउ दुईटा सर्टिफिकेट रहा गोटे हूँ आपंकर जो आपंकर 2200 मार्क एग्जाम हो बुझीगला जो आपंकर 2200 मार्क एग्जाम हो तार प्रूफ गोटे आपंकर सर्टिफिकेट कहीपर गोटे आपंकर केमी टाइप गोटे प्रूफ आपंकर से कॉलेज आपण मानक दिए बुझीगला तो आउ गोटे जिनस रोचे आपंकर ग्रेड 2 परसेंटेज सर्टिफिकेट तो दुईटा जिनस आपण मैंने टिके ये आम बुझापी ट्राए करवा कि यही दुईटा सर्टिफिकेट प्रॉब्लम कौन हो आंध्र केशरी यूनिवर्सिटी ना अदर यूनिवर्सिटी रे सेम प्रॉब्लम होची ना नाई सेटा मध्ये बुझिबा तो प्रथमे मु कहि रखे जो जेतेबेले आपनकर आचार्य नागार्जुन यूनिवर्सिटी ए सब जिंस आपनकर प्रोवाइड करे से आपनकर सब जिंस इंक्लूडिंग आपनकर माने जो 2200 मार्क रो आपनकर प्रूफ गोटे सेटा मध्ये से दिए कोन पई दिए ना आपनकर जेतेबेले आपन मानकर डीवी चेक होबो ना पिला माने डीवी रे आपनको मगा जीवो कि आपन माने 2200 मार्क रो एग्जाम देई चंदी तार गोटे प्रूफ दियंतु एंड सेटा आपनकर कॉलेज आपनको लेखिकी माने गोटे दब जोटा कि आपण मानकु निज पाखरे रखिबार अछि बुझिपारले एई जिंसटा आपनकर कॉलेज दब नॉट यूनिवर्सिटी एतिक माइंड रे रखिबार अछि हमको सेकंड जिंस आपनकर जो ग्रेड 2 परसेंटेज एई टर्मटा आपण मानकु गोटे अखाडुआ टाइप रे लागुतो कि कोन ग्रेड 2 परसेंटेज सर्टिफिकेट तो बेसिकली पिला माने आपनकर एएनयू हो किबा आपनकर एयू हो किंबा आपनकर योगिबमन यूनिवर्सिटी जे कोन यूनिवर्सिटी आमे कहि परिबा पूर्वरु सेमानकर जो कोन करूथिले ना तांकर जो रिजल्ट आसे बुझी पारछथि तो रिजल्ट जहाँ आसे बा मार्क जहाँ आसे आपनकर फाइनल मार्क रे सेटा आपनकर कहा को हिसाब रे आसे ना सीजीपीए माने आपण माने बुझी पारछथि सीजीपीए आपनकर फॉर्म रे आसे एंड किंबा आमे कहि परिबा सेटा ग्रेड बा ग्रेडिंग फॉर्म रे आपनकर आसी थाए बुझी पारले किंतु आपनकर ओडिसा रे पिला माने आपनकर रूल रहिछि बा रेगुलेशन रहिछि कि जदि भी आपण मानकर ग्रेड अछि बा सीजीपीए फॉर्मेट रे अछि तो तार आपनकर गोटे जो परसेंटेज फॉर्मेट से माने खुजंती बेसिकली डीवी टेस्ट बेले ही किछि आवश्यकता नहीं पिला माने वर्तमान टाइम रे सीजीपीए आपण परसेंटेज रो डिफरेंस कोन रहउछि सब जगह रे तो आपनकर माने रहउछि ना सीजीपीए किंतु এই জিনিসটা আপনার যেহেতু ওড়িশার ডিভি টেস্ট বেলে বা চেক বেলে আপনার মগা যাই পিলা মানে তেণু সেমানে কোণ করতে বেসিকালি এএনইউ কোণ করে আপনার এই সার্টিফিকেটটা প্রোভাইড করে থাকে যে গ্রেড টু আপনার মানে এত গ্রেড রখিছেন এত সিজিপিए রখিছেন তো আপনার গোটে সার্টিফিকেটে পিলা মানে সেই यूनिवर्सिटी तरफ प्रोवाइड करा जाए बुझिपारे एतिक जिन आम बुझीगले सार्टिफिकेटा कौन किंतु प्रॉब्लम कौन हो पिला माने प्रॉब्लम एटी पिला माने जेतेबेले आपण माने ए जो आंध्र केशरी यूनिवर्सिटी रे एटा होची आपनकर प्रोविजनल सर्टिफिकेट जेतेबेले आपण मानको सर्टिफिकेट सब मिली जाउची सेतेबेले कोन होची आपण माने टिक्के लक्ष्य करिवे पिला माने एई टाइप रे आपनकर जो ग्रेड 2 परसेंटेज जोटा हमें कहूचु बा ग्रेड 2 परसेंटेज से ग्रेड 2 परसेंटेज बदल रे आपनको प्रोविजनल सर्टिफिकेट रो बैक साइड रे ही आपनको एई जिंसटा देखिया पे मिलुची आ एई जिंसटा रे कोन लेखा हिच आपण माने टिक्के बुझीबे पिला माने एटी जे यूनिवर्सिटी एंड एग्जामिनेशन प्लस इंटरनल असेसमेंट जोटा कि आपनकर एटी क्लियरली लेखा हिची कि एपटे आपनकर सीरियल नंबर रहिला एपटे आपनकर ग्रेड पॉइंट रहिला एपटे ग्रेड रहिला एपटे आपनकर कौन जो आपण मैंने जी रखी नंबर से रहा तो सेमितिका आपणकर किसी भी पिला माने परसेंटेज कि आपणकर कौन प्रकार आपणकर ग्रेड टू परसेंटेज करके देना बस लिखी जे आपणकर जदि 90 रु 100 आपणकर मार्क अच्छी सेटा को आम ग्रेड पॉइंट कहवा 9.0 रु आपणकर 10.0 एंड तेटा आपणकर ग्रेड क्या भितर जाऊँगी वो भितर बुझीपारे आउ आपणकर जो मानकर सीजीपीए बाहर तो से सीजीपीए हिसाब से आपणकर रह जाऊँगी बुझीपारे ई टाइप रे आपणकर रोचे कथा ये पिला माने वर्तमान आम कहवा कि आपणकर जो परसेंटेज फॉर्मेट रे दरकार हम जो आम कौन गोटे एग्जाम को देकी डीवी जावा से आमको मागिबे से माने जे आपणकर पर्टिकुलर एतिकी नंबर रखिछंती तार आपणकर जो परसेंटेज सर्टिफिकेट आमको दियंतु बुझीपारे ग्रेड 2 परसेंटेज सर्टिफिकेट आमको देखा जेहेतु एएनयू रे दूची तो एकेयू भी देवा कथा बट अनफॉर्चुनेटली पिला माने वर्तमान एई जो सर्टिफिकेट एटा तो दउची बट आउ गोटे सर्टिफिकेट रोची जोथि आपनकर क्लियरली मेंशन थाए जे गोटे पिला एतिकी जदि सीजीपीए रखिची तो तार परसेंटेज पिला माने केते बुझीपारे तो से क्लियरली जो मेंशन थाए से सर्टिफिकेट एकेयू तरफ प्रोवाइड करा जाई नाही जो पिला मानकु दिया जाईची एकेयू पिला मानकु दिया जाई नाही बुझीपारे एईटा होची हमर प्रॉब्लम तो प्रॉब्लम तो ठीक अछि वर्तमान आमे कोन करिवु कोन पाइना आमे तो वर्तमान माने किछि करि परिबुनी तो
ବର୍ତ୍ତମାନ ଗୋଟେ ହିଁ ସଲ୍ୟୁସନ୍ ଆମ ପାଖରେ କ'ଣ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ ଯେଉଁମାନେ ପାସ୍ ଆଉଟ୍ ହେଇଗଲେଣି କିମ୍ବା ଯେଉଁମାନେ ବି ବର୍ତ୍ତମାନ ମାନେ ପଢ଼ୁଛନ୍ତି କଣ୍ଟିନ୍ୟୁ କରୁଛନ୍ତି ଆପଣମାନଙ୍କୁ ପ୍ରଥମେ ନିଜ ଏଜେଣ୍ଟଙ୍କ ସହିତ ଗୋଟେ କଣ୍ଡିସନ୍ କରିବା ପାଇଁ ପଡ଼ିବ ପିଲାମାନେ କ'ଣ ଦେଖନ୍ତୁ ହୁଏତ ଏ ଭିଡ଼ିଓଟା ବହୁତ ସାରା ଏଜେଣ୍ଟ ମଧ୍ୟ ଦେଖିବେ ସେମାନେ କହିବେ କି ଆମେ ଖାଲିଟାରେ ପିଲାମାନଙ୍କୁ ଡରଉଛୁ ବଟ୍ ଦେଖନ୍ତୁ ରିଆଲିଟିରେ ସବୁବେଳେ ଆମେ ଚେକ୍ କରିବା ଆମେ ଏତେ ପଇସା ଦେଇକି ପିଲାମାନେ କରୁଛୁ ତ ବେସିକ୍ ଜିନିଷ କି ଆମେ କ'ଣ ପାଇଁ ରିସ୍କଟା ନେବା ନୁହେଁ କି ସତ ନୁହେଁ କି ମୋତେ କୁହନ୍ତୁ ଆମେ ଏତେ ପଇସା ଦେଇକି କରୁଛୁ ମାନେ ଆମେ ଛୋଟଟେ ବି ହେଲେ କ'ଣ ପାଇଁ ରିସ୍କଟେ ନେବା ତ ସେ ଜିନିଷକୁ ଆପଣମାନେ ଏଭଏଡ଼ କରନ୍ତୁ ଆପଣ ବେଶୀ କିଛି ନାହିଁ ଆମକୁ କିଛି କରିବାର ନାହିଁ ବାସ୍ ଏଜେଣ୍ଟଙ୍କ ସହ କଣ୍ଟାକ୍ଟ କରନ୍ତୁ ତାଙ୍କ ସହିତ କଣ୍ଟାକ୍ଟ କଲେ ସେମାନେ କ'ଣ କରିବେ ଆପଣଙ୍କର କଲେଜ ସହିତ ତାଙ୍କର ଲିଙ୍କ୍ ଥାଏ ତ ସେମାନେ କ'ଣ କରିବେ କଲେଜର ଯେଉଁମାନଙ୍କ ସହିତ ବି ତାଙ୍କର ଲିଙ୍କ୍ ଅଛି ସେମାନେ ତାଙ୍କ ସହ କଥା ହେବେ ଆଣ୍ଡ ଯଦି କଲେଜ ଉପରେ ପିଲାମାନେ ପ୍ରେସର ପଡ଼େ ତ କଥା ପହଞ୍ଚିବ ଆପଣଙ୍କର କେଉଁଠି ୟୁନିଭର୍ସିଟି ପାଖରେ ତ ୟୁନିଭର୍ସିଟି ପାଖରେ ପହଞ୍ଚିଲେ ଆପଣଙ୍କର ଯେହେତୁ ଫର୍ଷ୍ଟ ଟାଇମ୍ ଆପଣଙ୍କର ହୁଏତ ଦେଇନି ଆଣ୍ଡ ରିଭାଇଜ୍ କରିକି ସେ ଆପଣଙ୍କର ପୁଣି ଥରେ ପିଲାମାନଙ୍କୁ ସେଇ ଯେଉଁ ଗ୍ରେଡ୍ ଟୁ ପରସେଣ୍ଟେଜ୍ ସାର୍ଟିଫିକେଟ୍ ଆପଣଙ୍କର ଯେଉଁଟା ରହୁଛି ସେଇଟା ଆପଣଙ୍କର ଦେଇପାରେ ବୁଝିପାରିଲେ ଆଉ ଗୋଟେ ଯେଉଁ ଆପଣଙ୍କର 2200 ମାର୍କର ପ୍ରୁଫ୍ ସେଇଟା ଦେଇନି ସେଇଟା ଆପଣଙ୍କର କଲେଜ ମଧ୍ୟ ଆପଣମାନଙ୍କୁ ଦେଇପାରିବ ତ ସେଥିରେ କିଛି ବଡ଼ କଥା ନାହିଁ ସେଇଟା ଆପଣମାନେ ଇଜିଲି ପାଇଯିବେ ଆପଣମାନେ ଏଜେଣ୍ଟଙ୍କ ସହ କଣ୍ଟାକ୍ଟ କଲେ ଏଜେଣ୍ଟ ଆପଣଙ୍କର କଲେଜକୁ କହିଲେ କଲେଜ ଆପଣଙ୍କୁ ଇଜିଲି ଆପଣଙ୍କର 2200 ମାର୍କର ଗୋଟେ ପ୍ରୁଫ୍ ସେଇଟା ଆପଣ ଆଣିକି ଆପଣଙ୍କୁ ଦେଇପାରିବ କିନ୍ତୁ ଯେଉଁ ଆପଣଙ୍କର ଗ୍ରେଡ୍ ଟୁ ପରସେଣ୍ଟେଜ୍ এইটা ଆପଣଙ୍କର କଲେଜ ଦେଲେ ଚଳିବ ନାହିଁ ପିଲାମାନେ ଆପଣମାନେ ମନେ ରଖନ୍ତୁ କଲେଜ ଯଦି ଗୋଟେ ଲେଖି ଦେଇକି ଦେଇଦେବ ଗୋଟେ ଫର୍ମାଟ୍ରେ ତିଆରି କରିକି ସେଇଟା ଚଳିବନି ସେଇଟା ଆପଣଙ୍କୁ ୟୁନିଭର୍ସିଟିରୁ ହିଁ ପୁରା ଆପଣଙ୍କର ୱିଥ୍ ଷ୍ଟାମ୍ପ ଆଣ୍ଡ ସିଗ୍ନେଚର ଆପଣଙ୍କର ଆସିବା ଦରକାର ବୁଝିପାରିଲେ ତେଣୁ ସେହି ସାର୍ଟିଫିକେଟ୍ ଦୟା କରିକି ପିଲାମାନେ ଆପଣମାନଙ୍କୁ ସମସ୍ତଙ୍କୁ ରିକ୍ୱେଷ୍ଟ କି ଆପଣମାନେ ଯେତେ ମାତ୍ରାରେ ସେୟାର କରିବେ এই ଭିଡ଼ିଓ ତାହାଦ୍ୱାରା କ'ଣ ହେବ ଯେଉଁ ପିଲାମାନେ ଫ୍ୟୁଚରରେ ବି ଆପଣଙ୍କର ଏକେୟୁରେ କରିବେ ନା ସେମାନେ କୌଣସି ପ୍ରକାର ପ୍ରୋବ୍ଲେମକୁ ଯେମିତି ଫେସ୍ ନ କରିବେ ଏଇଟା ଆମେ ଯେଉଁମାନେ ପିଲାମାନେ ଏକେୟୁରୁ କରିକି ଅଲରେଡ଼ି ପାସ୍ ହେଇକି ବସିଛୁ ବା ଲାଷ୍ଟ ସେମିଷ୍ଟାର ଦେବୁ ଆମେମାନେ ଯେମିତି ପ୍ରୋବ୍ଲେମରେ ନ ପଡ଼ୁ ତ ଆମେ ନିଜ ଯେଉଁ ମାନେ ଫ୍ୟୁଚର ଆମ ନିଜ ହାତରେ ପିଲାମାନେ କ'ଣ କରିପାରିବା ଏଜେଣ୍ଟକୁ କହିବା କି ଆପଣ ଯାଇକି ଟିକେ କଲେଜ ସହିତ କଣ୍ଟାକ୍ଟ କରନ୍ତୁ ଆଣ୍ଡ କଲେଜକୁ କହିଲେ କଲେଜ କ'ଣ କରିବ କି ହଁ ମୁଁ ତାହେଲେ ବୁଝିବି ଆପଣଙ୍କର ସେ କଣ୍ଟାକ୍ଟ କରିବେ ୟୁନିଭର୍ସିଟି ତରଫରୁ ମାନେ ୟୁନିଭର୍ସିଟିକୁ ବୁଝିପାରିଲେ ଏଇ ଜିନିଷ କରିପାରିବା ଆଣ୍ଡ ଯଦି ଆପଣମାନେ ତା ଦ୍ୱାରା ନ କରିପାରିବା ଆମେ ଆଉ କ'ଣ କରିପାରିବା ପିଲାମାନେ ଆମ ପାଖରେ ଆଉ ଗୋଟେ ଅପସନ୍ ରହୁଛି କ'ଣ ନା ଯେଉଁ AKU ଆପଣଙ୍କର ରହୁଛି ଆନ୍ଧ୍ରକେଶରୀ ୟୁନିଭର୍ସିଟି ତାର ଅଫିସିଆଲ ୱେବସାଇଟ୍କୁ ଆମେ ଯିବା ଯାଇକି ଆପଣଙ୍କର ଯେଉଁ ଆପଣଙ୍କର ହେଲ୍ପ ସେଣ୍ଟରରେ ଆପଣଙ୍କର ରହୁଛି ବୁଝିପାରିଲେ ହେଲ୍ପ ସେଣ୍ଟରରେ ଆପଣମାନେ କ'ଣ କରିପାରିବେ କଲ୍ କରିପାରିବେ କିମ୍ବା ତାର ଇମେଲ୍ ଆଇଡ଼ି ମଧ୍ୟ ରହୁଛି ସେ ଇମେଲ୍ ଆଇଡ଼ିରେ ଆପଣମାନେ ଯାଇକି ଏଇ ପ୍ରୋବ୍ଲେମଟାକୁ ପିଲାମାନେ ଆପଣମାନେ ମେନସନ୍ କରିକି ଇମେଲ୍ କରିପାରିବେ କଲେଜ ପାଖକୁ ବା ସରି ୟୁନିଭର୍ସିଟି ପାଖକୁ ବୁଝିହେଲା ଯଦି ଆମେ ନ କରୁଛୁ ପିଲାମାନେ ଏଇଟା ବର୍ତ୍ତମାନ ପାଇଁ ମୁଁ ଯାହା ଭାବୁଛି ପିଲାମାନେ ବର୍ତ୍ତମାନ ଯାଏଁ ତ ଆପଣଙ୍କର ଏକେୟୁରୁ ଆପଣଙ୍କର ସେମିତିକା ପିଲାମାନଙ୍କର ରିସେଣ୍ଟଲି ଆସିଛି ତେଣୁ କେହି ବି ସେମିତି ପିଲାମାନେ ନାହାନ୍ତି ଯେଉଁମାନେ କି ରିସେଣ୍ଟଲି ଚାକିରି ପାଇଛନ୍ତି ବୁଝିପାରିଲେ ତ ଚାକିରି ପାଇବା ପାଇଁ ଟାଇମ୍ ଲାଗିବ ସେମାନେ ପୁଣି ଏକ୍ଜାମ୍ ଦେବେ ଦେଲା ପରେ ତାଙ୍କର DB ଟେଷ୍ଟ ହେବ ସେମାନେ ରିଜେକ୍ଟ ହେଉଛନ୍ତି କି ନାହିଁ ସେଟା ପରେ ଜଣାପଡ଼ିବ କିନ୍ତୁ ଆମେ ରିସ୍କ ନେବୁନି ଯେହେତୁ ANU ଦେଉଛି ତ AKU ବି ଦେବା ଦରକାର ଏ ଜିନିଷ ବୁଝିପାରିଲେ ତ ଏଇଟା ଆପଣମାନେ ସମସ୍ତଙ୍କୁ ଅନୁରୋଧ କି ଆପଣମାନେ ଏତିକି ଟିକେ କରନ୍ତୁ ବୁଝିହେଲା ଯେତେ ମାତ୍ରାରେ ଆପଣମାନେ ସେୟାର କରିବେ ସେଇଟା ଆପଣମାନଙ୍କ ପାଇଁ ବେନିଫିଟ୍ ଆପଣମାନେ ଲାଭରେ ରହିବେ ତ ଛାଡ଼ନ୍ତୁ ଏ କଥା ଗଲା ବର୍ତ୍ତମାନ ପିଲାମାନେ ଆଉ ଗୋଟେ ମୁଁ ଇମ୍ପୋର୍ଟାଣ୍ଟ କଥା ଆପଣମାନଙ୍କୁ କହିବା ପାଇଁ ଚାହିଁବି ଯେଉଁ ଆପଣମାନେ ଜାଣିଥିବେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆପଣମାନଙ୍କର ଗୋଟେ ରେଜିଷ୍ଟର ହୁଏ ଆପଣମାନେ B.Ed କଲା ପରେ ବର୍ତ୍ତମାନ ଆପଣମାନେ କହିବେ କି ଆମର ଏବେ କ'ଣ ଦରକାର ନୁହେଁ କି ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପିଲାମାନେ ଆପଣଙ୍କର ଯେଉଁ ରେଜିଷ୍ଟର ହୁଏ ତ ବର୍ତ୍ତମାନ ଯେହେତୁ ANUରୁ ଆପଣଙ୍କର ସ୍ପ୍ଲିଟ୍ ହେଇଛି AKU ବା ଆନ୍ଧ୍ରକେଶରୀ ୟୁନିଭର୍ସିଟି ତ ଯେଉଁ ୱେବସାଇଟ୍ରେ ଆପଣମାନେ ଅନଲାଇନରେ ଯେତେବେଳେ କରିବେ ନା ଆଗରୁ ତ କ'ଣ ହେଉଥିଲା ଅଫଲାଇନରେ ହେଇଯାଉଥିଲା ତ ଇଜିରେ ଆପଣଙ୍କର ହେଇଯାଉଥିଲା ବଟ୍ ଅନଲାଇନରେ କଲେ ଆପଣଙ୍କର ଆନ୍ଧ୍ରକେଶରୀ ୟୁନିଭର୍ସିଟିର ଅପସନ୍ ହିଁ ପିଲାମାନେ ସୋ କରୁନି ବୁଝୁଛନ୍ତି ଆପଣଙ୍କର ଇସ୍ୟୁଟା ପିଲାମାନେ ଟିକେ ବୁଝନ୍ତୁ ଆନ୍ଧ୍ରକେଶରୀ ୟୁନିଭର୍ସିଟିର ଅପସନ୍ଟା ହିଁ ଆପଣଙ୍କର ସୋ କରୁନି ତ ଏଇ ପ୍ରୋବ୍ଲେମଟା ମଧ୍ୟ ଆମକୁ ୟୁନିଭର୍ସିଟି ପାଖରେ ପହଞ୍ଚାଇବା ପାଇଁ ପଡ଼ିବ ପିଲାମାନେ ନ ପହଞ୍ଚାଇଲେ ଆମେ ଫ୍ୟୁଚରରେ ପିଲାମାନେ ବହୁତ ହଇରାଣ ହେବ ବୁଝନ୍ତୁ ଜିନିଷଟାକୁ ଏତେ ବି ହାଲକାରେ ନିଅନ୍ତୁ ନାହିଁ ସମସ୍ତଙ୍କୁ ମୋର ରିକ୍ୱେଷ୍ଟ କି ବୁଝିବା ପାଇଁ ଟିକେ ଟ୍ରାଏ କରନ୍ତୁ ଏଇଟା କିଛି ଛୋଟ ଇସ୍ୟୁ ନୁହେଁ ପିଲାମାନେ ଆମ ପାଇଁ ସବୁ ୟୁଟ୍ୟୁବର ଭାଇ ଭଉଣୀମାନଙ୍କୁ ବି ମୋର ଅନୁରୋଧ କି ଆପଣମାନେ ମଧ୍ୟ ଏ ଟପିକ୍ ଉପରେ ନିଜର ସ୍ୱର ପିଲାମାନେ ଉତ୍ତୋଳନ କରନ୍ତୁ କ'ଣ ପାଇଁ ନା ଆପଣମାନେ ନ କଲେ ଏ କଥାଟା ପହଞ୍ଚିବନି ସମସ୍ତଙ୍କ ପାଖରେ ବୁଝିହେଲା ତେଣୁ ଟ୍ରାଏ କରିବୁ କି ଯେତେ ଜଲ୍ଦି ପିଲାମାନେ ଯେଉଁ ଇସ୍ୟୁଟା ରହିଛି ତାକୁ ସଲ୍ଭ କରିବା ପାଇଁ ଆଉ ୟୁନିଭର୍ସିଟି ଯଦି ବୁଝିକି ପିଲାମାନେ ସଲ୍ଭ କରୁଛି ଯେହେତୁ ଆମେ ଓଡ଼ିଶା ପିଲା ନା ପିଲାମାନେ ବେଶୀ ସଫର ଆମେ ହିଁ ହେଇଯିବୁ ଦେଖାଯାଉ ପିଲାମାନେ କ'ଣ ହେଉଛି ଫିର୍ ବି ମୁଁ ଟ୍ରାଏ କଲି ଆପଣମାନଙ୍କୁ ବେସିକ୍ରୁ ସବୁ ଜିନିଷ କହିବା ପାଇଁ ଯଦି ବି ପିଲାମାନେ ଆପଣମାନଙ୍କର କିଛି ଡାଉଟ୍ ଥାଏ ନିଶ୍ଚିତ ଭାବେ ମୋତେ ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ ଆଉ କେତେ ମାତ୍ରାରେ ଆପଣମାନେ ସେୟାର କଲେ ସେଇଟା ମଧ୍ୟ ମୋତେ ଜଣାଇବେ ଯାହାଦ୍ୱାରା ପିଲାମାନଙ୍କ ପାଖରେ ପିଲାମାନେ ପହଞ୍ଚିପାରିବ ଠିକ୍ ଅଛି ତ ପୁଣି ନେକ୍ସଟ ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖା ହେବ କ'ଣ ଅପଡ଼େଟ୍ ସବୁ ରହୁଛି ତାକୁ ମୁଁ ଆପଣମାନଙ୍କୁ ଜଣାଇବି
ଦେଖା ହେବ ପୁଣି ଗୋଟେ ନୂଆ ଭିଡ଼ିଓରେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।